ଆପଣ ଜାଣିଛନ୍ତି କି ସୁଜାତାଙ୍କ ଜନ୍ମସ୍ଥାନ କେଉଁଠି? ଆପଣ ଜାଣିଛନ୍ତି କି ନିଜ ଗାଁ ସହ ସୁଜାତାଙ୍କ ସମ୍ପର୍କ କ'ଣ ଅଛି? ଆପଣ ଜାଣିଛନ୍ତି କି ଓଡ଼ିଶା ସହ ସୁଜାତାଙ୍କ ସମ୍ପର୍କ କ'ଣ? ସୁଜାତା ବିଜେଡିରେ ମିଶିବା ପରେ ଏତେ ଉତ୍ସାହ କ'ଣ ପାଇଁ? ସୁଜାତା ଯଦି ଜଣେ ସାଧାରଣ କର୍ମୀ, ତାହେଲେ ନିଜ ଦଳର ନେତା ଓ କର୍ମୀମାନଙ୍କ ଭିତରେ ଏତେ ଆଲୋଚନା ସମାଲୋଚନା କ'ଣ ପାଇଁ? ଆସନ୍ତୁ ଜାଣିବା ପୁରା କାହାଣୀ। ସୁଜାତା ଆବଶ୍ୟକତା ନା ବାଧ୍ୟବାଧକତା? ଦର୍ଶକ ବନ୍ଧୁ, ଦୀର୍ଘ 2 ବର୍ଷର ଆଲୋଚନା ପର୍ଯ୍ୟାଲୋଚନା ତଥା ଆକାଂକ୍ଷାର ଅବସାନ ଘଟାଇ ସୁଜାତା ରାଉତ ଓ ସୁଜାତା ଆର୍ କାର୍ତ୍ତିକେୟନ ପାଣ୍ଡ୍ୟାନଙ୍କର ବିଜେଡି ଦଳର ଏଣ୍ଟ୍ରି ମାରିଛି। ଗୁରୁବାର, ଏକାଦଶୀ, ରୁକ୍ମିଣୀ ବିବାହ ଏମିତି ଅନେକ ଦୃଷ୍ଟିରୁ ଦିନଟି ଖୁବ୍ ଶୁଭ ଦିନ ଥିଲା। ବିଜୁ ଜନତା ଦଳ କ୍ଷମତାରୁ ଯିବା ପରେ କର୍ମୀମାନେ ବିଶେଷ ଭାବେ ହତୋତ୍ସାହିତ ହୋଇପଡ଼ିଥିଲେ। କେହି ସେମିତି ନେତା ରହିଲେ ନାହିଁ ଯାହାଙ୍କୁ କର୍ମୀମାନେ ନିଜର ଦୁଃଖ ବଖାଣି ପାରିବେ। ଏଣୁ ସୁଜାତାଙ୍କର ଆସିବାର ଆବଶ୍ୟକତା ଥିଲା। ଅନ୍ୟପକ୍ଷରେ ନବୀନ ପଟ୍ଟନାୟକ ଯାହାକୁ ଆଣିବାକୁ ଚାହୁଁଥିଲେ, ଦଳ ଭିତରେ ଏହାର ଦୃଢ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। 2 ବର୍ଷ ମଧ୍ୟରେ ଦଳ ଛାଡ଼ି ଅନେକ ହେଭିୱେଟ୍ ନେତା ଚାଲିଯିବାକୁ ବାଧ୍ୟ ହୋଇଛନ୍ତି। ତେବେ ସୁଜାତାଙ୍କର ଆସିବାର ଆବଶ୍ୟକତା କ'ଣ ଥିଲା? ସୁଜାତାଙ୍କର ଆସିବାର ଆବଶ୍ୟକତା ଥିଲା କାରଣ ସେ ଜଣେ ଉଚ୍ଚଶିକ୍ଷିତା ମହିଳା ବ୍ୟୁରୋକ୍ରାଟ, କେନ୍ଦ୍ରାପଡ଼ାର ଝିଅ ତଥା 70 ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ପରିଚାଳିତ କରୁଥିବା ଅଭିଜ୍ଞତା ଥିବାରୁ ତାଙ୍କ ପାଖରେ ମହିଳା ଭୋଟ ବ୍ୟାଙ୍କ ରହିଛି। ସର୍ବୋପରି ଯେଉଁ ଆଳରେ ବିଜେଡିକୁ ରାଜ୍ୟବାସୀ କ୍ଷମତାଚ୍ୟୁତ କରିଥିଲେ, ତାଙ୍କ ପାଖରେ ସେହି ଓଡ଼ିଆ ଅସ୍ମିତା କାମ କରିବ ନାହିଁ। ସୁଜାତା ରାଉତଙ୍କର ଯୋଗଦାନକୁ ନେଇ ଏତେ ଆଲୋଚନା ଚର୍ଚ୍ଚା କ'ଣ ପାଇଁ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ। ପିତା ଡାକ୍ତର ଅକ୍ଷୟ କୁମାର ରାଉତ ଜଣେ ଶିଶୁ ରୋଗ ବିଶେଷଜ୍ଞ ଥିଲେ ଓ ତାଙ୍କର ଗତ 2020 ମସିହାରେ ଦେହାନ୍ତ ହୋଇସାରିଛି। ମାତା ପୁଷ୍ପା ରାଉତ ଜଣେ ଗୃହିଣୀ। ପିତା ଚାକିରି ସ୍ଥଳ ଜାମଶେଦପୁର ଠାରେ ସେ ଜନ୍ମଗ୍ରହଣ କରିଥିଲେ ଓ ବିଦ୍ୟା ଶିକ୍ଷା ମଧ୍ୟ ସେହିଠାରେ ହିଁ ହୋଇଥିଲା। ପିତାଙ୍କର ପୈତୃକ ଗ୍ରାମ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡେଇ ନିକଟସ୍ଥ ବାଲୁରିଆ ଗ୍ରାମରେ ଅବସ୍ଥିତ। ସୁଜାତା ଜାମଶେଦପୁରରେ 1975 ମସିହା ସେପ୍ଟେମ୍ବର ମାସ 5 ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେହିଠାରେ ବାଲ୍ୟ ଶିକ୍ଷା ସହ ଯୌବନର ପ୍ରଥମ ପାହାଚ ଅତିକ୍ରମ କରିଛନ୍ତି ସେ। ଦର୍ଶକ ବନ୍ଧୁ, ଇଣ୍ଟରନ୍ୟାସନାଲ ପଲିଟିକ୍ସରେ ସେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ଭାରତୀୟ ପ୍ରଶାସନିକ ସେବାରେ ଗତ 2002 ମସିହାରେ ଓଡ଼ିଶା କ୍ୟାଡରରେ ଯୋଗ ଦେଇଥିଲେ। ପ୍ରଥମେ ନବରଙ୍ଗପୁର ଜିଲ୍ଲାର ସବ୍ କଲେକ୍ଟର, ତାପରେ ସୁନ୍ଦରଗଡ଼ ITDA ପ୍ରୋଜେକ୍ଟ ଆଡମିନିଷ୍ଟ୍ରେଟର ଓ ପରେ ସେହିଠାରେ ଜିଲ୍ଲାପାଳ ଦାୟିତ୍ୱ ତୁଲାଇଥିଲେ। ତେବେ 2007 ମସିହାରେ କଟକ ଜିଲ୍ଲାପାଳ ଓ ପରେ ସାମାଜିକ ନ୍ୟାୟ ବିଭାଗର ଡେପୁଟି ସେକ୍ରେଟାରୀ, ତାପରେ ବିଭିନ୍ନ ପଦପଦବୀରେ ସୁଚାରୁ ରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରି ମହିଳା ଶିଶୁ ବିଭାଗର କମିଶନର ଥିଲେ। ପରେ ମିଶନ ଶକ୍ତି ବିଭାଗର କମିଶନର ଥାଇ ଅନେକ ମହିଳାମାନଙ୍କ ଆର୍ଥିକ ସାମାଜିକ ଉନ୍ନତି ପାଇଁ ନିଜର ଉତ୍ସର୍ଗୀକୃତ କାମ କରି ଆସିଛନ୍ତି। ମାତ୍ର 2024 ମସିହାର ନିର୍ବାଚନ ବେଳେ ବିଜେପିର ଅଭିଯୋଗ କ୍ରମେ ତାଙ୍କୁ ଭାରତର ନିର୍ବାଚନ କମିଶନର ଏକ ଗୁରୁତ୍ୱହୀନ ବିଭାଗକୁ ବଦଳି କରିଦେଇଥିଲେ। ପରେ ରାଜ୍ୟରୁ ବିଜେଡି ହାରିଯିବା ପରେ ବିଜେପି କ୍ଷମତାକୁ ଆସିବା ପରେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ନିର୍ଦ୍ଦେଶ ହୋଇଥିଲା ଓ ପରେ ସେ ସ୍ୱେଚ୍ଛାକୃତ ଅବସର ନେଇଯାଇଥିଲେ। ଓଡ଼ିଶା ସରକାରଙ୍କର ମହିଳା ସଶକ୍ତିକରଣ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମ ମିଶନ ଶକ୍ତିର ବିକାଶ ଓ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ତାଙ୍କର ବଡ଼ ଭୂମିକା ରହିଥିଲା। ସେ ଏହି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଦୀର୍ଘ ଦିନ ଧରି ଦାୟିତ୍ୱ ତୁଲାଇଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗରେ ମଧ୍ୟ ସେ ନିଜର ପ୍ରଶାସନିକ ଦକ୍ଷତା ପ୍ରତିପାଦନ କରିଛନ୍ତି। ଓଡ଼ିଶାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ବା SHG ଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଦିଗରେ ତାଙ୍କର କାର୍ଯ୍ୟ ଖୁବ୍ ପ୍ରଶଂସନୀୟ ଥିଲା। ଓଡ଼ିଶାର ମହିଳା ଆନ୍ଦୋଳନ ଏବଂ ପ୍ରଶାସନିକ ସଂସ୍କାର କ୍ଷେତ୍ରରେ ଜଣେ ସକ୍ରିୟ ମହିଳା ଅଧିକାରୀ ଭାବେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସୁଜାତାଙ୍କର ଏଣ୍ଟ୍ରି ପରେ ନକାରାତ୍ମକ ଦିଗକୁ ଯଦି ଦେଖିବା,
2024 ନିର୍ବାଚନ ରେ ପାଣ୍ଡିଆନ ପାଇଁ ଦଳ ହାରିଥିବାର ଏକ ଅପବାଦ ଅଦ୍ୟାବଧି କର୍ମୀମାନଙ୍କ ମନରେ ରହିଛି। ଫଳରେ ଯେଉଁମାନେ ପାଣ୍ଡିଆନକୁ ବିରୋଧ କରୁଥିଲେ ସେମାନେ ତାଙ୍କର ପତ୍ନୀ ସୁଜାତାକୁ ମଧ୍ୟ ବିରୋଧ କରିବେ। ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରି ଦୀର୍ଘ 2 ବର୍ଷ ହେବ ଗଣମାଧ୍ୟମ ଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିଛନ୍ତି। ତାଙ୍କର ପୁନଃ ପ୍ରବେଶ ପାଇଁ ସବୁ ପ୍ରକାର ପ୍ରୟାସକୁ ଦଳର ଏକ ପ୍ରମୁଖ ଗୋଷ୍ଠୀ ବିରୋଧ କରି ଆସୁଛନ୍ତି। ଓଡ଼ିଶା ରାଜନୀତିରେ ତାଙ୍କର ପ୍ରବେଶ ସମ୍ଭବ ହେଉନଥିବାରୁ ସୁଜାତାଙ୍କ ମାଧ୍ୟମରେ ବିଜେଡି ରାଜନୀତିକୁ ନିୟନ୍ତ୍ରଣ କରିବେ ବୋଲି ନିନ୍ଦୁକମାନେ ସମାଲୋଚନା କରୁଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ସୁଜାତାଙ୍କ ନେତୃତ୍ୱକୁ ବିରୋଧ କରିବେ ଦଳ ସେମାନଙ୍କୁ ବହିଷ୍କାର କରିବ କିମ୍ବା ସେମାନେ ବାଧ୍ୟ ହେବେ ଦଳ ଛାଡ଼ି ଚାଲିଯିବା ପାଇଁ। ସୁଜାତା ଜନ୍ମ ପୂର୍ବରୁ ତାଙ୍କର ପିତା ଜାମଶେଦପୁର ଠାରେ ଅବସ୍ଥାନ କରୁଥିବାରୁ ସେ ସେଇଠାରେ ନିଜର ବିଦ୍ୟା ଶିକ୍ଷା ଗ୍ରହଣ କରିଛନ୍ତି ଓ ସେଇଠାରୁ ନିଜର ଚାକିରି ଆରମ୍ଭ କରିଛନ୍ତି। ତେଣୁ ନିଜର ପୈତୃକ ଗ୍ରାମ ସହ ତାଙ୍କର କିଛି ସେମିତି ସମ୍ପର୍କ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ରାଜନୀତିରେ ନିଜର ପ୍ରତିଷ୍ଠା ପ୍ରତିପାଦନ ପାଇଁ ନିଜକୁ କେନ୍ଦ୍ରାପଡ଼ାର ଝିଅ ବୋଲି କହୁଛନ୍ତି ବୋଲି ବିରୋଧୀମାନେ ମଧ୍ୟ ଅଭିଯୋଗ କରିଛନ୍ତି। ସେହିପରି ସୁଜାତା ସରକାରୀ ଚାକିରିରେ ରହି ମଧ୍ୟ ବିଜେଡି ପାଇଁ କାମ କରୁଥିଲେ। ତେଣୁ ଦଳର ମିଶିଲେ ଆଉ ଅଧିକ କିଛି କରିବେ ବା ପ୍ରଭାବ ପଡ଼ିବ ଏପରି ପରିକଳ୍ପନା କରିବା ଭୁଲ ବୋଲି ବିରୋଧୀମାନେ ମଧ୍ୟ ମତ ଦେଉଛନ୍ତି। ସେ ଯାହା ବି ହେଉ ଇତିମଧ୍ୟରେ ସେ ବିଜେଡିରେ ଯୋଗଦାନ କରିଛନ୍ତି ଏବଂ କର୍ମୀମାନେ ବିଶେଷ ଉତ୍ସାହିତ ମଧ୍ୟ ହୋଇଛନ୍ତି। ଭବିଷ୍ୟତ କହିବ ଏହାର କ'ଣ ପ୍ରଭାବ ପଡ଼ୁଛି। ଆଜି ଏତିକି, ଧନ୍ୟବାଦ।